କିଏ କିଏ ଆପଣ? ମୁଁ ପଚାରୁଛି ତୁ କିଏ? ମୁଁ ଆଶୁତୋଷ ସାମନ୍ତରାୟ। ଓ ତୁ ତାହେଲେ ସେ ଆଶୁତୋଷ ସାମନ୍ତରାୟ। ଆଜ୍ଞା। ଡାକ ତୋ ଭାଇ ଆଦିତ୍ୟକୁ ଟିକେ ଡାକିଲି। ହଁ ମୁଁ ଆଦିତ୍ୟକୁ ଡାକିଦେବି, ହେଲେ ତା ଆଗରୁ ଆପଣ ଏ ସାପକୁ ନେଇ ବାହାରେ ଛାଡ଼ି ଦେଇଥିଲେ। କଣ ହେଲା? ସାପକୁ ନେଇକି ବାହାର ଛାଡ଼ି ଦେଇ ଆସିବି? ଆଜ୍ଞା। ମୁଁ ବୋଧେ କିଏ ତୁ ଜାଣିନି। କହୁନାହାନ୍ତି ଆଜ୍ଞା। ଓ ନା ଶିବ ଶଙ୍କର ଶିବ ଶଙ୍କର ଦେବଦେବ ମହାଦେବ କୈଳାସପତି ଶିବଙ୍କ ପରି ମୋର ବି ସେମିତି ସାପ ତିନି ଜଣ। କାହାକୁ କଣ କହୁଛୁ ଜାଣିପାରୁଛୁ ତ? ଭଦ୍ରାମୀ କଣ କଥା ଜଣା ଅଛି ନା? କଣ ଏତେ ବଡ଼ ପାଟି କଣ? ଇଏ ପ୍ରଥମରୁ ମୁଁ ତତେ ଆଜ୍ଞା ଆପଣ ସମ୍ବୋଧନ କରୁଛି, ହେଲେ ମତେ ଏମିତି ବେଖାବି କରିବା ମାନେ କଣ? ମୋ ଘରେ ବସି ପୁଣି ମତେ ନାଲି ଆଖି। କଣ ହେଇଛି ଭାଇ? ତୁଷାଦିତ୍ୟ ନା? ତୁମ ଭଉଣୀ ଅନୁଷ୍କାକୁ ଭଲ ପାଉଛୁ ନା? ସାଢେ କୁଆଡେ ପଳଉଛୁ ଏବେ? ଏଇ ମୁହୂର୍ତ୍ତରେ ତ ଭାଇ ସାମ୍ନାରେ ସବୁ ସତ କଥା କହିଦେ। ଏବେ କହିବ କଣ? ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିସାରିଛି ଅନୁଷ୍କା ବୋଲି ଗୋଟେ ଝିଅକୁ ସେ ଭଲ ପାଉଛି। ଆରେ ମୋ ଭଉଣୀକି ଆଜି ପର୍ଯ୍ୟନ୍ତ ସେ ବାହା ହେଇନି କାହିଁକି? ସବୁ ଭଲ ପାଇବାର ମାନେ କଣ ବାହାଘର? ସବୁ ପ୍ରେମର ଶେଷଟି ଗୋଟେ କଣ ସିନ୍ଦୁର? ମୋ ଭଉଣୀ ସହିତ ଯଦି ବିଶ୍ୱାସଘାତକତା କରିବା ପାଇଁ ଚେଷ୍ଟା କର, ମୋ ଗୌରୀକି ଲଗେଇ ତମ ବଂଶ ନିପାତ କରିଦେବି। এই সাঙ্গে সাঙ্গে হরবা এই সাপগুলো এই ঘরের ভিতরে আসো সাহস করো কেমিতি? ସାହସଟା ମତେ ମୋ ଗୌରୀ ଦେଇଛି ବେ। ମୁଁ ଏଠୁ ଖାଲି ଖାଲି ଯିବା ପାଇଁ ଆସିନି। ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ଆଜି ତା ସହିତ ତୋ ବାହାଘର ହବ। କଣ ଜବରଦସ୍ତି? ଆଦିତ୍ୟ ଅନୁଷ୍କାକୁ ଭଲ ପାଉଛି ସତ, ତା ମାନେ କଣ ଆଜି ବାହାଘର ହବ? ଠିକ ଅଛି, ଯଦି ଆଜି ବାହାଘର ନହେଲା ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ତାର ଆଉ କୋଉଠି ବାହାଘର କରିବି ଏଠୁ ଯିବି। ଆଉ ତମ ଭଉଣୀକି ତମେ ଯଦି ବଜାର ପଚା ପରିବା ଭାବୁଥିବ ତାହେଲେ ସେଇଆ କରିବ। ଆଉ ଯଦି ତମ ଭଉଣୀକି ତମେ ଭଉଣୀ ବୋଲି ଭାବୁଥାଅ ତାହେଲେ ଏବେ ତାକୁ ସାଙ୍ଗରେ ନେଇ ଘରକୁ ଯିବ। ଆରେ ତମ ଭଉଣୀକି ଯିଏ ବାହାବ ବାଜା ବଜେଇ ରୋଷଣୀ କରି ତମ ଅଗଣାରେ ଯାଇ ପହଞ୍ଚିବ। ବେଦି ଉପରେ ବସି ତମ ଭଉଣୀକି ବାହାଇ ସେ ତା ଘରକୁ ନେଇ ଆସିବ। ମୁଁ ତୋର ଏତେ କଥା ଶୁଣିବାକୁ ଚାହୁଁନି, ମତେ କଣ ପଦେ କଥା କହିବୁ କି? କଣ? ମୋ ଭଉଣୀକି ତମ ଘରର ବହୁର ସ୍ୱୀକୃତି ଦବ କି ନାହିଁ? ତମ ଭଉଣୀର ବିଚାର ମୁଁ କରିବିନି, ବିଚାର କରିବ ମୋ ଭଉଣୀ। ଅପେକ୍ଷା କର, ମୁଁ ମୋ ଭଉଣୀକି ଏଠିକି ପଠେଇ ଦଉଛି। ମୋ ଭଉଣୀର ନିଷ୍ପତ୍ତି ହବ ଏ ପରିବାର ପାଇଁ ଶେଷ ନିଷ୍ପତ୍ତି। ତମର ଗୋଟେ ଭଉଣୀ ଅଛି, ଏ କଥା ତ କାହିଁ ମୋ ଭଉଣୀ ମତେ କହିନି? ତମ ଭଉଣୀ କଣ ମୋ ଭଉଣୀର ବିଚାର କରିବ କି? ତମ ଭଉଣୀ କଣ ହାଇକୋର୍ଟର ବିଚାରପତି? ହାଇକୋର୍ଟର ବିଚାରପତି ନୁହଁ, ସୁପ୍ରିମ କୋର୍ଟର ତମ ଭଉଣୀ ଆସିଗଲାଣି, ତା ନିଷ୍ପତ୍ତି ଏ ଘରର ଶେଷ ନିଷ୍ପତ୍ତି। ଓ ତୁ ତାହେଲେ ଏମାନଙ୍କର ଭଉଣୀ ନୁହଁ? ଆମ ତ ଦେଢ଼ଶୁର ନୁହଁ, ତୁ ଏମିତି କାହିଁ ମୁଣ୍ଡରେ ଓଢ଼ଣା ଦେଇକି ଠିଆ ହେଇଛୁ? ଅତିନ ଲୋକମାନଙ୍କୁ ଓଢ଼ଣା ଦେବା ଓଡ଼ିଆଣୀମାନଙ୍କର ପରମ୍ପରା। ତୋ ଭଏସଟା ମତେ ଚିହ୍ନା ଚିହ୍ନା ଲାଗୁଛି, କିଏ ତୁ? ଆପଣ ମୋ ପାଇଁ ଅଚିନା ଯେତେବେଳେ ମୋ ଭଏସ ଆପଣଙ୍କୁ ଚିହ୍ନା ଚିହ୍ନା ଲାଗିଲା କେମିତି? ଭଲରେ କହୁଛୁ, ମୁଣ୍ଡରେ ଓଢ଼ଣା ଖୋଲ, ମୁଁ ଦେଖିବି ତୁ କିଏ। ସେଟା ମୋ ଇଚ୍ଛା। ଆଚ୍ଛା, ତୁ ତାର ମୁଣ୍ଡରେ ଓଢ଼ଣା ଖୋଲିବନି ନାଇଁ? ଠିକ ଅଛି। ଆଚ୍ଛା, ତୁ ପ୍ରାୟ ଘର ପାଇଁ ସୁପ୍ରିମକୋର୍ଟର ବିଚାରପତି, ମୋ ଭଉଣୀ ତୋ ଭାଇର ବାହାଘରକୁ ନେଇ କି ନିଷ୍ପତ୍ତି ନେବୁ? ନିଷ୍ପତ୍ତି ତ ନେବି ନିଶ୍ଚୟ, କିନ୍ତୁ ମୋ ଭାଇ ବିଷୟରେ ଶୁଣନ୍ତୁ। ମୋ ଭାଇଙ୍କର ଆଗରୁ ଗୋଟେ ସ୍ତ୍ରୀ ଅଛି। ଆପଣଙ୍କ ଭଉଣୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଇପାରିବେ ତ? କାହାକୁ କଣ କହୁଛୁ ଜାଣିପାରୁଛୁ ତ? ମୋ ଭଉଣୀ ତୋ ଭାଇର ଦ୍ୱିତୀୟ ସ୍ତ୍ରୀ ହେବେନି, ସେକେଣ୍ଡ ୱାଇଫ୍। ଆଜିକାଲି ଦୁନିଆ ତ ସମସ୍ତଙ୍କର ସେକେଣ୍ଡ ୱାଇଫ୍ ଅଛନ୍ତି। ଆପଣଙ୍କର ବି ସେକେଣ୍ଡ ୱାଇଫ୍ ଥିବେ। ମୋ ମୁଣ୍ଡରେ ନିଆଁ ଲଗେଇବାକୁ ଚେଷ୍ଟା କରନା କହୁଛି। ମୋ ମୁଣ୍ଡରେ ନିଆଁ ଲାଗିଗଲେ ମୁଁ କାହାର ବି ନୁହଁ। मैं तो जीवने के लिए काହାର ହେଇକି ଥିଲ, ନା କାହାର ହେଇକି ଅଛ, ନା ଭବିଷ୍ୟତରେ କେବେ କାହାର ହେଇକି ରହିବ। ତମର ତ ଅନେକ ରୂପ, ଅନେକ କାହାଣୀ। ସତ କହିବାକୁ ଗଲେ ତମେ ଜଣେ ବହୁରୂପୀ ଏଣ୍ଡୁଅ। ତୁ କହିବା ଦରକାର ନାହିଁ, ତୁ କିଏ ମୁଁ ଜାଣି ସାରିଲିଣି। ଆରେ ଏଣ୍ଡୁଅ ଯୋଉ ଶବ୍ଦଟି କହିଲୁନି, ସେଟା ଗେଲେରେ ଜଣେ ମତେ ଜଙ୍ଗଲ ଭିତରେ ଡାକିଥିଲେ। ତୁ ଆଉ କେହି ନୁହଁ, ତୁ ହଉଛୁ ସେ ଶିବାନୀ। ଶିବାନୀ? ଶିବାନୀ
ମୋ ଗୌରୀ ତ ମୁଣ୍ଡରୁ ଏବେ ଓଢ଼ଣା ଖୋଲିବ। ହେଇ ଗଲା